Hello student, how are you? Myself Ganesh Naik. We are going to discuss about standing up yourself for unit 2 which is written by Yevgeny Evdoshenko. ଆମେ ପ୍ରିଭିୟସ୍ ଭିଡ଼ିଓରେ ୟୁନିଟ୍ 1 ଆଉ ୟୁନିଟ୍ 2 ଡିସ୍କସ୍ କରିଛେ। ଆଜି ଆମେ ୟୁନିଟ୍ 3 ଡିସ୍କସ୍ କରିବା। ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ, ଠିକ୍ ଭାବରେ ଓଡ଼ିଆରେ ବୁଝିପାରିବେ। ଡେରି ନକରି ଆମେ ଟେଷ୍ଟକୁ ଯିବା। I wanted to conquer my fear of red, so I wrote a poem about him. ଏଠି ଲେଖକ କହୁଛନ୍ତି ମୁଁ ରେଡ଼୍ର ଫିଅର୍ରୁ ବାହାରି ଆସିବା ପାଇଁ, ଡରରୁ ବାହାରି ଆସିବା ପାଇଁ ମୁଁ ଗୋଟିଏ ପୋଏଟ୍ ଲେଖିଲି। ଆଇ ରୋଟ୍ ଏ ପୋଏମ୍ ଏବାଉଟ୍ ହିମ୍। ରେଡ଼୍ ବିଷୟରେ ମୁଁ ଗୋଟେ ପୋଏଟ୍ ଲେଖିଲି। ଦିସ୍ ୱାଜ୍ ମାଇ ଫାଷ୍ଟ ପିସ୍ ଅଫ୍ ଜର୍ଣ୍ଣାଲିଜିମ୍ ଇନ୍ ଭେଜ୍। ବାଇ ଦି ନେକ୍ସଟ ଡେ the whole street knew it by heart and exulted with triumphant hatred. ଆଚ୍ଛା, ଲେଖକ ଏଠି କହୁଛନ୍ତି ଦିସ୍ ୱାଜ୍ ମାଇ ଫାଷ୍ଟ ପିସ୍ ଅଫ୍ ଜର୍ଣ୍ଣାଲିଜିମ୍ ଇନ୍ ଭେଜ୍। ଇଏ ମୋର ପ୍ରଥମ ସମ୍ବାଦିକ ଭାବରେ ଗୋଟିଏ ପଦ୍ୟ ଥିଲା। ପ୍ରଥମ ଏଇଟା ତାଙ୍କର ପଦ୍ୟ ଥିଲା ଯେଉଁଟା ସେ ଲେଖିଥିଲେ। ପରଦିନ କ'ଣ କଲା ନା ଦି ହୋଲ୍ ଷ୍ଟ୍ରିଟ୍, ସେ ଯେଉଁ ଗଳିରେ ରହୁଥିଲେ ସେ ଗଳିର ସମସ୍ତ ଲୋକ ଜାଣିଲେ ଇଟ୍ ବାଇ ହେଟ୍, ମାନେ ନିଜର ମନକୁ ହେଟ୍ କରିବା ଯେଉଁଟା କହନ୍ତି, ମାନେ ସେମାନେ ପୁରା ମନରୁ ସେ ଗପଟିକୁ, ସେ ପଦ୍ୟଟିକୁ ଚାହିଁଲେ ଯେଉଁଟାକି ଲେଖକ ଲେଖିଥିଲେ। ଆଚ୍ଛା, ତାପରେ ଆଣ୍ଡ ଏକ୍ସୁଲେଟେଡ଼ ୱିଥ୍ ଟ୍ରାମ୍ପେଲ୍ଡ ହେଟେଡ଼, ସେ ଏହାକୁ ହେଟ୍ ମଧ୍ୟ କଲେ, ଘୃଣା ମଧ୍ୟ କଲେ। ଯେଉଁଭଳି ଭାବରେ ସେମାନେ ଘୃଣା କରୁଥିଲେ ସେ ଭାବିଲେ ଏଇଟା ଠିକ୍, ସେଇ ରେଡ଼୍ ବିଷୟରେ ଲେଖାଯାଇଛି। ୱାନ୍ ମର୍ଣ୍ଣିଂ ଅନ୍ ମାଇ ୱେ ଟୁ ସ୍କୁଲ୍ ଆଇ ସଡନ୍ଲି କେମ୍ ଓପନ୍ ରେଡ଼୍ ଆଣ୍ଡ ହିଜ୍ ଲ୍ୟୁଟେନ୍ସ। ଗୋଟେ ସକାଳେ ମୋ ସ୍କୁଲ୍ ଯିବା ରାସ୍ତାରେ ମୁଁ ଯାଉଥିଲି। ଆଇ ସଡନ୍ଲି କେମ୍ ଓପନ୍ ରେଡ଼୍ ଆଣ୍ଡ ହିଜ୍ ଲ୍ୟୁଟେନ୍ସ, ମୁଁ ହଠାତ୍ ରେଡ଼୍ ଆଉ ତା'ର ଯେଉଁ ଦୁଇଟି ଚାମଚା ଥିଲା ତାଙ୍କ ଆଗକୁ ପଳେଇ ଆସିଲି। ହିଜ୍ ଆଇସ୍ ସିମ୍ଡ ଟୁ ବୋର୍ ଥ୍ରଟ୍ ମି, ସିଏ ମୋତେ ଦେଖୁଥିଲେ, ରାଗରେ ଦେଖୁଥିଲେ। ଦି ପୋଏଟ୍ ହି ଡ୍ରାୱେଲ୍ଡ, ସେ ଧୀର ସ୍ୱରରେ କହିଲେ ଦି ପୋଏଟ୍। ସ୍ମାଇଲିଂ କ୍ରାଉଡ଼ଲି, ସେ ହସିଲେ, କ୍ରୋକ୍ଟଲି, ସେ ହସିଲେ, ମୁର୍କି ହସିଲେ। କ୍ରୋକ୍ଟଲି ଅର୍ଥ ମୁର୍କି ହସିବା, ଡ୍ରାଉଲ୍ଡି ଅର୍ଥ ମାନେ ଟିକେ ଖେସେଇକି କହିବା ଆଉ, ଡ୍ରାଉଲ୍ଡି। ସୋ ୟୁ ରାଇଟ୍ ଭେର୍ ଡୁ ୟୁ ଡୁ ଦି ରେହମିନ୍। ଆଚ୍ଛା, ତାହେଲେ ତମେ ଲେଖିଛ ସେଇ ଯେଉଁ ପଦ୍ୟ। ରେଡ୍ସ ହ୍ୟାଣ୍ଡ ଡାର୍ଟେଡ୍ ଇନ୍ଟୁ ହିଜ୍ ପକେଟ୍ ଆଣ୍ଡ କେମ୍ ଆଉଟ୍ ଆର୍ମେଡ୍ ୱିଥ୍ ଇଟ୍ସ ନକଲ୍ ଡଷ୍ଟର। ରେଡ଼୍ ତା ହାତ ଦୁଇଟିକୁ, ଡାର୍ଟେଡ୍ ଅର୍ଥ ପୁରେଇଲା, ଇନ୍ଟୁ ହିଜ୍ ପକେଟ୍, ତା ପକେଟ୍ ଭିତରକୁ ତା ହାତ ଦୁଇଟି ପୁରେଇଲା, ଆଣ୍ଡ କେମ୍ ଆଉଟ୍ ବାହାର କଲା, ତା ଆର୍ମେଡ୍, ଆର୍ମ ଅର୍ଥ କହୁଣି, ଆମେ ଜାଣିଛେ ସେଇ ହାତ କହୁଣି ଦ୍ୱାରା ସେ ବାହାର କଲା, ୱିଥ୍ ଇଟ୍ସ ନକଲ୍ ଡଷ୍ଟର, ତା ହାତ କହୁଣିକି ତା ପକେଟ୍ ଭିତରୁ ବାହାର କଲା ନକଲ୍ ଡଷ୍ଟରରେ। ଆଚ୍ଛା, ଇଟ୍ ଫ୍ଲାସେଡ୍ ଲାଇକ୍ ଲାଇଟଲି ଆଣ୍ଡ ଷ୍ଟ୍ରକ୍ ମାଇ ହେଡ଼୍, ସେ ତା ମୁଣ୍ଡକୁ ଯେତେବେଳେ ସେ ନକଲ୍ ଡଷ୍ଟରରେ ମାରିଲା, ସେ ନକଲ୍ ଡଷ୍ଟର ଯେତେବେଳେ ମାରିଲା, ସେ ଗୋଟେ ଫ୍ଲାସେଡ୍, ଗୋଟେ ଆଲୋକ ଦେଖିଲା, ତାକୁ ଦେଖାହେଲା ଭଳିଆ ଲାଗିଲା। ଆଇ ଫେଲ୍ ଡାଉନ୍, ମୁଁ ତଳେ ପଡ଼ିଗଲି। ଷ୍ଟ୍ରିମିଂ ୱିଥ୍ ବ୍ଲଡ଼୍, ସେ ଚିତ୍କାର କଲେ, ଗଡ଼ପଡ଼ ହେଲେ ବ୍ଲଡ଼୍ରେ। ଆଣ୍ଡ ଲଷ୍ଟ କନସିୟସନେସ୍, ସେ ତାଙ୍କ ଚେତା ହରାଇ ଦେଲେ। ଦିସ୍ ୱାଜ୍ ମାଇ ଫାଷ୍ଟ ରେମୁନେସନ୍, ରେମୁନେସନ୍ ଅର୍ଥ କ'ଣ ନା ଉପହାର। ଆସ୍ ଏ ପୋଏଟ୍, ରେମୁନେସନ୍ ଅର୍ଥ ଉପହାର ବା ଉପହାର। ଆସ୍ ଏ ପୋଏଟ୍, ଆଚ୍ଛା, ସେ ପୋଏଟ୍ ଭାବରେ ଗୋଟେ ତାଙ୍କର ସେଇଟା ଥିଲା ଫାଷ୍ଟ ଉପହାର। ଆଇ ସ୍ପେଣ୍ଡ ସେଭରାଲ୍ ଡେ, ସେ କରିଛନ୍ତି ଅନେକ ଦିନ ଇନ୍ ବେଡ଼୍ରେ ଅନେକ ଦିନ ସ୍ପେଣ୍ଡ କଲେ, ବିତେଇଲେ। ହ୍ୱେନ୍ ଆଇ ୱେଣ୍ଟ ଆଉଟ୍ ୱିଥ୍ ମାଇ ହେଡ଼୍ ଷ୍ଟିଲ୍ ବ୍ୟାଣ୍ଡେଜ୍ଡ, ହ୍ୱେନ୍ ଅର୍ଥ ଯେତେବେଳେ, ଆଇ ୱେଣ୍ଟ ଆଉଟ୍ ୱିଥ୍ ମାଇ ହେଡ଼୍ ଷ୍ଟିଲ୍ ବ୍ୟାଣ୍ଡେଜ୍, ଯେତେବେଳେ ସେ ଆସିଲେ, ବାହାରକୁ ଆସିଲେ, ୱିଥ୍ ତାଙ୍କର ମୁଣ୍ଡରେ ବ୍ୟାଣ୍ଡେଜ୍, ସେ ନକଲ୍ ଡଷ୍ଟର ଯେଉଁଠି ମାରିଥିଲା ସେଠି ବ୍ୟାଣ୍ଡେଜ୍ ହୋଇଛି, ତା ସହିତ ବାହାରକୁ ଆସିଲା।
अच्छा आई एगेन स रेड से पुनर्बार रेड को देखिले आउ थे देखिं जिते से बैंडेज मुंडरे होती पुणी थे से आसी बेड्रु उठिकी से पुणी थे रेड को देखिले आई स्ट्रगल विथ माई सेल्फ से सहित खूब युद्ध कले निज सहित निजे बट लस्ट किंतु हारीगले एंड टुक टू माई हिल अच्छा से डेइले पछकू फेल आसिले आट होम घरे आई रोलेड ऑन माई बेड से बेड उपरे गड़पड़ हेले बाइटिंग माई पिलो से तकिया को कामुड़िले एंड पाउंडिंग इट इन सेम एंड इम्पोर्टाट फ्यूरी आट माई काउडेड से रागरे से तकिया को विधा माइले आई मेड अप माई माइंड टू भेनक्विश इट आट व्हेन एवर कस्ट से यथा संभव निजको भेनक्विश अर्थ माने दृढ़ कले माइंड को दृढ़ कले यथा संभव जो भाई भाव से हो पाता। अच्छा भावुँ आपण मैंने यूनिट 2टा कंप्लीट कर ठीक भाव बुझीपारी यूनिट 2 आज समाप्त होइछि।